ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା ଜୁଲାଇ ମାସର ମନ୍ଥଲି କରେଣ୍ଟ ଆଫେୟାର୍ସ। ଚାଲନ୍ତୁ ଆଜିର ପ୍ରଥମ ପ୍ରଶ୍ନ। ଆଜିର ପ୍ରଥମ ପ୍ରଶ୍ନ। Which ministry has recently launched the ଆଦି କର୍ମଯୋଗୀ program? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ମିନିଷ୍ଟ୍ରି ଅଫ୍ ଟ୍ରାଇବାଲ ଆଫେୟାର୍ସ। ପରବର୍ତ୍ତୀ ପ୍ରଶ୍ନ। Where is the annual conference of John II of the Commonwealth Parliamentary Association India region being held in 2025? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ଧର୍ମଶାଳା। ପରବର୍ତ୍ତୀ ପ୍ରଶ୍ନ। Recently, Union Home Minister Amit Shah inaugurated and laid the foundation stone for Project Earth How Many Crore at ଗୋଧ୍ରା, ଗୁଜରାଟ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, 125 crore। ପରବର୍ତ୍ତୀ ପ୍ରଶ୍ନ। When is World Asteroid Day observed? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, 30 ଜୁନ। ପରବର୍ତ୍ତୀ ପ୍ରଶ୍ନ। The ଖରାଇ camel is native to which state? ଖରାଇ ଓଟ କେଉଁ ରାଜ୍ୟରେ ଦେଖାଯାଆନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, ଗୁଜରାଟ। ପରବର୍ତ୍ତୀ ପ୍ରଶ୍ନ। Who has been elected as the president of the Asian Infrastructure Investment Bank? ଏସିଆ ଭିତ୍ତିଭୂମି ନିବେଶ ବ୍ୟାଙ୍କର ସଭାପତି ଭାବରେ କିଏ ନିର୍ବାଚିତ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ଜୁ ଜିଆଇ। ପରବର୍ତ୍ତୀ ପ୍ରଶ୍ନ। Under which operation has the CBI boosted Mule Bank account in cyber fraud? ସାଇବର ଠକେଇରେ ସିବିଆଇ କେଉଁ ଅପରେସନ ଅଧୀନରେ ମୂଲ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଖୋଳତାଡ଼ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ଅପରେସନ ଚକ୍ର 5। ପରବର୍ତ୍ତୀ ପ୍ରଶ୍ନ। ଇଣ୍ଡିଆନ ରେଲୱେଜ has exported 2 locomotive engine to which African country? ଭାରତୀୟ ରେଳବାଇ କେଉଁ ଆଫ୍ରିକୀୟ ଦେଶକୁ 2ଟି ଲୋକୋମୋଟିଭ ଇଞ୍ଜିନ ରପ୍ତାନି କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, ମଜାମ୍ବିକ। ପରବର୍ତ୍ତୀ ପ୍ରଶ୍ନ। Which state tops the National Assessment of Protect Area? କେଉଁ ରାଜ୍ୟ ସଂରକ୍ଷିତ କ୍ଷେତ୍ରରେ ଜାତୀୟ ମୂଲ୍ୟାଙ୍କନରେ ଶୀର୍ଷରେ ଅଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, କେରଲା। ପରବର୍ତ୍ତୀ ପ୍ରଶ୍ନ। କିଏ ଉଚେସ୍ କପ୍ ମାଷ୍ଟର 2025 ର ବିଜେତା ହୋଇଛନ୍ତି? Who has become the winner of the ଉଚେସ୍ କପ୍ ମାଷ୍ଟର 2025? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, ଆର୍ ପ୍ରଜ୍ଞାନନ୍ଦ। ପରବର୍ତ୍ତୀ ପ୍ରଶ୍ନ। Who has become the senior advisor of Fairfax Financial Holding Limited? Fairfax Financial Holding ଲିମିଟେଡର ବରିଷ୍ଠ ପରାମର୍ଶଦାତା କିଏ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, ଅମିତାଭ କାନ୍ତ। ପରବର୍ତ୍ତୀ ପ୍ରଶ୍ନ। India's longest cattle overpass corridor has been built on which expressway? ଭାରତର ସବୁଠାରୁ ଲମ୍ବା ଗୋରୁ ଓଭରପାସ୍ କରିଡର କେଉଁ ଏକ୍ସପ୍ରେସୱେରେ ନିର୍ମିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ। ପରବର୍ତ୍ତୀ ପ୍ରଶ୍ନ। Mazgan Dock Shipbuilder Limited will acquire which dockyard in Sri Lanka? Mazgan Dock Shipbuild Limited ଶ୍ରୀଲଙ୍କାର କେଉଁ ଡକୟାର୍ଡକୁ ଅଧିଗ୍ରହଣ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, କଲମ୍ବୋ ଡକୟାର୍ଡ। ପରବର୍ତ୍ତୀ ପ୍ରଶ୍ନ। Who has become the first Indian woman cricketer to score centuries in all 3 format? କିଏ 3ଟି ଫର୍ମାଟରେ ଶତକ ମାରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, ସ୍ମୃତି ମନ୍ଦାନା। ପରବର୍ତ୍ତୀ ପ୍ରଶ୍ନ। କେନ୍ଦ୍ରୀୟ ଭାବରେ ରବି ଅଗ୍ରୱାଲଙ୍କ କାର୍ଯ୍ୟକାଳ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ କେତେ ବୃଦ୍ଧି କରାଯାଇଛି? Ravi Agrawal's tenure as Central Board of Direct Tax Chairman has been extended by how much?
ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 1 ଇୟର। ପରବର୍ତ୍ତୀ ପ୍ରଶ୍ନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ହଳଦୀ ବୋର୍ଡର ମୁଖ୍ୟାଳୟ କେଉଁଠାରେ ଉଦ୍ଘାଟନ କରିଛନ୍ତି? Where has Union Home Minister Amit Shah inaugurated the headquarters of National Turmeric Board? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ନିଜାମାବାଦ। ପରବର୍ତ୍ତୀ ପ୍ରଶ୍ନ, Who has won the US Open 2025 title? କିଏ US Open 2025 ଟାଇଟଲ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଆୟୁଷ ସେଠୀ। ପରବର୍ତ୍ତୀ ପ୍ରଶ୍ନ, According to the stop clock rule implemented in Test cricket, within how many seconds the new over has to be started? ଟେଷ୍ଟ କ୍ରିକେଟରେ କାର୍ଯ୍ୟକାରୀ ହୋଇଥିବା ଷ୍ଟପ୍ କ୍ଲକ୍ ନିୟମ ଅନୁସାରେ ନୂତନ ଓଭର କେତେ ସେକେଣ୍ଡ ମଧ୍ୟରେ ଆରମ୍ଭ କରିବାକୁ ପଡ଼ିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 60 ସେକେଣ୍ଡ। ପରବର୍ତ୍ତୀ ପ୍ରଶ୍ନ, What is the name of the new AI model developed by Google Deep Mind? Google Deep Mind ଦ୍ୱାରା ବିକଶିତ ନୂତନ AI ମଡେଲର ନାମ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଆଲଫାଜେନିୟମ। ପରବର୍ତ୍ତୀ ପ୍ରଶ୍ନ, Which state government has launched hedging tax initiative for farmer? କେଉଁ ରାଜ୍ୟ ସରକାର କୃଷକମାନଙ୍କ ପାଇଁ hedging tax ପଦକ୍ଷେପ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ମହାରାଷ୍ଟ୍ର। When will National Doctors Day 2025 be celebrated? କେବେ ଜାତୀୟ 2025 ଡାକ୍ତର ଦିବସ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଜୁଲାଇ 1। ପରବର୍ତ୍ତୀ ପ୍ରଶ୍ନ, Airy silk belongs to which state which has been given the GI tag? Airy silk କେଉଁ ରାଜ୍ୟର ଯାହାକୁ GI ଟ୍ୟାଗ ଦିଆଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ମେଘାଳୟ। ପରବର୍ତ୍ତୀ ପ୍ରଶ୍ନ, India has recorded a reduction in the mortality rate of children below 5 years of age by how much? ଭାରତ 5 ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ହାରରେ କେତେ ହ୍ରାସ ପାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 78%। ପରବର୍ତ୍ତୀ ପ୍ରଶ୍ନ, କେଉଁ କେନ୍ଦ୍ରମନ୍ତ୍ରୀ ଦୁବାଇରେ ଏନ୍ଏମଡିସି ଲିମିଟେଡ୍ ଏବଂ ମେକନ୍ ଲିମିଟେଡର ଆନ୍ତର୍ଜାତୀୟ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ? Which union minister inaugurated the international office of NMDC Limited and Mekon Limited in Dubai? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଏଚ୍ ଡି କୁମାରସ୍ୱାମୀ। ପରବର୍ତ୍ତୀ ପ୍ରଶ୍ନ, କୋଲକାତାରେ ଫୁଟବଲ ଫର ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ କେଉଁ କେନ୍ଦ୍ରମନ୍ତ୍ରୀ ସମ୍ପ୍ରତି ଫୁଟବଲ ବଣ୍ଟନ ଆରମ୍ଭ କରିଛନ୍ତି? Which union minister recently launched the distribution of footballs under the Football for School program in Calcutta? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଧର୍ମେନ୍ଦ୍ର ପ୍ରଧାନ। ପରବର୍ତ୍ତୀ ପ୍ରଶ୍ନ, In which state is the Simlipal Tiger Reserve recently in news located? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଓଡ଼ିଶା। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଏସିଆନ ଭାରତ କ୍ରୁଜ ଆଲୋଚନା କେଉଁ ସହରରେ ଅନୁଷ୍ଠିତ ହୋଇଥିଲା? In which city was the first Asian India cruise dialogue held? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି କଲକାତା। ପରବର୍ତ୍ତୀ ପ୍ରଶ୍ନ, A new flowering plant species named Begonia nirsurum was recently discovered in which state? କେଉଁ ରାଜ୍ୟରେ ବେଗୋନିଆ ନିସୋରମ ନାମକ ଏକ ନୂତନ ଫୁଲ ଉଦ୍ଭିଦ ପ୍ରଜାତି ସମ୍ପ୍ରତି ଆବିଷ୍କୃତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଅରୁଣାଚଳ ପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ଗୋଲ୍ଡ ଷ୍ଟାଣ୍ଡ ମୋବାଇଲ ଆପ୍ଲିକେସନ କେଉଁ ଅନୁଷ୍ଠାନର ଏକ ପଦକ୍ଷେପ? The Gold State mobile application is an initiative of which institution? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ନ୍ୟାସନାଲ ସାମ୍ପଲ ସର୍ଭେ ଅଫିସ ବା NSO। ପରବର୍ତ୍ତୀ ପ୍ରଶ୍ନ, What is myogenesis that was recently maintained in news? ସମ୍ବାଦରେ ସମ୍ପ୍ରତି ଉଲ୍ଲେଖ କରାଯାଇଥିବା ମାୟୋଜେନେସିସ୍ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ
formation and development of muscle fibers. পরবর্তী প্রশ্ন The central sector scheme of scholarship for college and university student is implemented by which ministry? କଲେଜ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଛାତ୍ରବୃତ୍ତି ଯୋଜନା କେଉଁ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ମିନିଷ୍ଟ୍ରି ଅଫ ଏଜୁକେସନ। ପରବର୍ତ୍ତୀ ପ୍ରଶ୍ନ INS Tower that was recently seen in news belongs to which class of frigates? INS ତାବର ଯାହାକୁ ସମ୍ପ୍ରତି ଖବରରେ ଦେଖାଯାଇଥିଲା ତାହା କେଉଁ ଶ୍ରେଣୀର ଫ୍ରିଗେଟର ଅଟେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ତାଲୱାର କ୍ଲାସ। ପରବର୍ତ୍ତୀ ପ୍ରଶ୍ନ Which institutional has released the financial stability report for June 2025? କେଉଁ ଅନୁଷ୍ଠାନ ଜୁନ 2025 ପାଇଁ ଆର୍ଥିକ ସ୍ଥିରତା ରିପୋର୍ଟ ପ୍ରକାଶ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା RBI। ପରବର୍ତ୍ତୀ ପ୍ରଶ୍ନ Where is the Wandan Mud volcano located? ୱାଣ୍ଡାନ କାଦୁଅ ଜ୍ୱାଳାମୁଖୀ କେଉଁଠାରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ତାଇୱାନ। ପରବର୍ତ୍ତୀ ପ୍ରଶ୍ନ Which group of nation launched the at sea observe mission to boost maritime cooperation? ସାମୁଦ୍ରିକ ସହଯୋଗ ବୃଦ୍ଧି କରିବା ପାଇଁ କେଉଁ ରାଷ୍ଟ୍ର ଗୋଷ୍ଠୀ at sea observe mission ଆରମ୍ଭ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି କ୍ୱାଡ୍। ପରବର୍ତ୍ତୀ ପ୍ରଶ୍ନ Which organization has developed the Sachet system to send real-time disaster alert across India? ସାରା ଭାରତରେ ପ୍ରକୃତ ସମୟରେ ବିପର୍ଯ୍ୟୟ ସତର୍କତା ପଠାଇବା ପାଇଁ କେଉଁ ସଂଗଠନ ସଚେତ ସିଷ୍ଟମ ବିକଶିତ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଟେଲିମେଟିକ୍ ବା CDOT। ପରବର୍ତ୍ତୀ ପ୍ରଶ୍ନ Where has the Mahayogi Guru Goraknath Ayush University been inaugurated? ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟ ବିନୀନଗର କେଉଁଠାରେ ଅଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଗୋରଖପୁର। ପରବର୍ତ୍ତୀ ପ୍ରଶ୍ନ ପାଇଟମ ସିନୱାତ୍ରା କେଉଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଯାହାକୁ କୋର୍ଟ ପଦରୁ ନିଲମ୍ବିତ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଥାଇଲାଣ୍ଡ। ପରବର୍ତ୍ତୀ ପ୍ରଶ୍ନ ଜାତୀୟ ନିର୍ବାଚନ କମିଶନ କେତୋଟି ଦଳର ପଞ୍ଜୀକରଣ ବାତିଲ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି 345। ପରବର୍ତ୍ତୀ ପ୍ରଶ୍ନ କିଏ ସମ୍ପ୍ରତି ପ୍ରଶାସନ ଦାୟିତ୍ୱରେ ଥିବା ଏୟାର ଅଫିସର ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଏସ୍ ଶିବକୁମାର BSM। ପରବର୍ତ୍ତୀ ପ୍ରଶ୍ନ ଭାରତ କେଉଁ ଦେଶରୁ ସ୍ଥଳ ଏବଂ ସମୁଦ୍ର ବନ୍ଦର ମାଧ୍ୟମରେ ଆମଦାନୀକୁ ନିଷେଧ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ବାଂଲାଦେଶ। ପରବର୍ତ୍ତୀ ପ୍ରଶ୍ନ Who has launched the Rail On app recently? ସମ୍ପ୍ରତି କିଏ ରେଲ ଅନ୍ ଆପ୍ ଲଞ୍ଚ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଅଶ୍ୱିନୀ ବୈଷ୍ଣବ। ପରବର୍ତ୍ତୀ ପ୍ରଶ୍ନ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ସୌର ଶକ୍ତି ମିଶନ ଅଧୀନରେ କେଉଁ ବର୍ଷ ସୁଦ୍ଧା 4 ନିୟୁତ ଘରକୁ ସୌର ଶକ୍ତି ସହିତ ସଂଯୋଗ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ 2027। ପରବର୍ତ୍ତୀ ପ୍ରଶ୍ନ ସମ୍ପ୍ରତି ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିବା ସ୍ୱଦେଶୀ ଷ୍ଟେଲ୍ଥ ଫ୍ରିଗେଟର ନାମ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି INS ଉଦୟଗିରି। ପରବର୍ତ୍ତୀ ପ୍ରଶ୍ନ କ୍ୟାବିନେଟ ଜାତୀୟ କ୍ରୀଡା ନୀତି 2025କୁ ଅନୁମୋଦନ କରିଛି ଏହା କେଉଁ ପୁରୁଣା ନୀତିକୁ ବଦଳାଇବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ନ୍ୟାସନାଲ ସ୍ପୋର୍ଟସ ପଲିସି 2001। ପରବର୍ତ୍ତୀ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଜ୍ଞା ଯୋଜନା କେଉଁ ରାଜ୍ୟରେ ଆରମ୍ଭ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ବିହାର। ପରବର୍ତ୍ତୀ ପ୍ରଶ୍ନ କେଉଁ ଦେଶ ଜୁଲାଇ 2025 ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ବାଂଲାଦେଶ।
ପରବର୍ତ୍ତୀ ପ୍ରଶ୍ନ, ଏଲବ୍ରୁସ୍ ପର୍ବତ ଚଢିବାରେ କିଏ ସବୁଠାରୁ କମ୍ ବୟସ୍କ ପର୍ବତାରୋହୀ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ତେଗବୀର ସିଂ। ପରବର୍ତ୍ତୀ ପ୍ରଶ୍ନ, ସମ୍ପ୍ରତି କେଉଁ ଦେଶରେ ହିଜାବ ଉପରେ ନିଷେଧ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, କାଜାଖସ୍ତାନ। ପରବର୍ତ୍ତୀ ପ୍ରଶ୍ନ, ଜାତୀୟ ସାର୍ବଜନୀନ ସହଯୋଗ ଏବଂ ଶିଶୁ ବିକାଶ ସଂସ୍ଥାନ ର ନୂତନ ନାମ କାହା ନାମରେ ନାମିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ସାବିତ୍ରୀ ବାଇ ଫୁଲେ। ପରବର୍ତ୍ତୀ ପ୍ରଶ୍ନ, ଆଇଏନଏସ୍ ତମାଲକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି, ଏହା କେଉଁ ଦେଶରେ ନିର୍ମିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, ରୁଷିଆ। ପରବର୍ତ୍ତୀ ପ୍ରଶ୍ନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2ରୁ 9 ଜୁଲାଇ 2025 ପର୍ଯ୍ୟନ୍ତ କେତେ ଦେଶ ଗସ୍ତ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, 5ଟି। ପରବର୍ତ୍ତୀ ପ୍ରଶ୍ନ, ସମ୍ବାଦରେ ସମ୍ପ୍ରତି ଦେଖାଯାଇଥିବା ଫାସିଓଲେଲା ସ୍ମିତି କେଉଁ ପ୍ରଜାତିର? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, ଡିପସି ଇଲ୍। ପରବର୍ତ୍ତୀ ପ୍ରଶ୍ନ, ରିକ୍ଲାମ୍ ଫ୍ରେମୱାର୍କ କେଉଁ ମନ୍ତ୍ରାଳୟର ଏକ ପଦକ୍ଷେପ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ମିନିଷ୍ଟ୍ରି ଅଫ୍ କୋଲ୍। ପରବର୍ତ୍ତୀ ପ୍ରଶ୍ନ, ନାମଦାଫା ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, ଅରୁଣାଚଳ ପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଅନୁଷ୍ଠାନ ଆର୍ଥିକ ଠକେଇ ବିପଦ ସୂଚକାଙ୍କ ଏଫଆରଆଇ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ଡିଜିଟାଲ ଇଣ୍ଟେଲିଜେନ୍ସ ୟୁନିଟ ବା .ୟୁ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦୁଇଟି ସଂଗଠନ ମିଳିତ ଭାବରେ ସି ଫ୍ଲୋଟ୍ ପ୍ଲାଟଫର୍ମ ବିକଶିତ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସ କମ୍ପ୍ୟୁଟିଂ ସି ଡ୍ୟାକ୍ ପୁନେ ଏଣ୍ଡ ସେଣ୍ଟ୍ରାଲ ୱାଟର କମିଶନ CWC। ପରବର୍ତ୍ତୀ ପ୍ରଶ୍ନ, ଆନ୍ତର୍ଜାତୀୟ ରକେଟ ଇଞ୍ଜିନିୟରିଂ ପ୍ରତିଯୋଗିତାରେ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ରାଙ୍କ କେତେ ରହିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, 2nd। ପରବର୍ତ୍ତୀ ପ୍ରଶ୍ନ, ଭୈମିକ ଏସିଆ ଯୁବ ଟେବୁଲ ଟେନିସ ଚାମ୍ପିଅନସିପ 2025ରେ ଦିବ୍ୟାଂଶୀ କେଉଁ ପଦକ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ଗୋଲ୍ଡ ମେଡାଲ। ପରବର୍ତ୍ତୀ ପ୍ରଶ୍ନ, ଆରବିଆଇର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାହାକୁ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, କେଶବନ ରାମଚନ୍ଦ୍ରନ। ପରବର୍ତ୍ତୀ ପ୍ରଶ୍ନ, 15 ବର୍ଷରୁ ପୁରୁଣା ଯାନବାହନ ଏବଂ 10 ବର୍ଷରୁ ପୁରୁଣା ଡିଜେଲ ଯାନବାହନକୁ କେଉଁଠାରେ ପେଟ୍ରୋଲ ଇନ୍ଧନ ଦିଆଯିବ ନାହିଁ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, ଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ କ୍ରୀଡା ସାମ୍ବାଦିକ ଦିବସ କେବେ ପାଳିତ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ଜୁଲାଇ 2 ତାରିଖ। ପରବର୍ତ୍ତୀ ପ୍ରଶ୍ନ, ସମ୍ପ୍ରତି କିଏ ଦି ଅଫିସର ଅଫ ଦି ଅର୍ଡର ଅଫ ଦ ଷ୍ଟାର ଅଫ ଘାନା ପୁରସ୍କାର ପାଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ନରେନ୍ଦ୍ର ମୋଦି। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଜାତୀୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, ମାନେସର। ପରବର୍ତ୍ତୀ ପ୍ରଶ୍ନ, ହୁରୁନ ଗ୍ଲୋବାଲ ୟୁନିକର୍ନ ଇଣ୍ଡେକ୍ସରେ ଭାରତର ସ୍ଥାନ କେତେ ରହିଛି 2025 ମସିହାରେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, 3rd। ପରବର୍ତ୍ତୀ ପ୍ରଶ୍ନ, କେବେ ମେଥାନସାଟ ଉପଗ୍ରହ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, 3rd। ପରବର୍ତ୍ତୀ ପ୍ରଶ୍ନ, ଜେନେରାଲ ସାର୍ଜନ କଟେଲୱାଲା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ କେଉଁଠାରେ ଅବସ୍ଥିତ ଯାହା ହିନ୍ଦୀ ଭାଷା ଶିଖିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, କୋଲମ୍ବୋ, ଶ୍ରୀଲଙ୍କା। ପରବର୍ତ୍ତୀ ପ୍ରଶ୍ନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ସମ୍ମାନ ପାଇଲେ, ଏହାର ରାଜଧାନୀ କେଉଁଠି ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, ପୋର୍ଟ ଅଫ ସ୍ପେନ୍।
ପରବର୍ତ୍ତୀ ପ୍ରଶ୍ନ ଡୋରାଣ୍ଡ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର 134ତମ ସଂସ୍କରଣ କେଉଁ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଅଲ୍ ଅଫ୍ ଦିସ୍ ଝାରଖଣ୍ଡ, ଆସାମ, ମେଘାଳୟ। ପରବର୍ତ୍ତୀ ପ୍ରଶ୍ନ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡା ମହୋତ୍ସବ କେଉଁଠାରେ ଆୟୋଜିତ ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଡଲ ଲେକ୍। ପରବର୍ତ୍ତୀ ପ୍ରଶ୍ନ ଆନ୍ତର୍ଜାତୀୟ ସମବାୟ ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି 5 ଜୁଲାଇ। ପରବର୍ତ୍ତୀ ପ୍ରଶ୍ନ ବାଙ୍ଗାଲୋର ସିଟି ୟୁନିଭର୍ସିଟି କାହା ନାମରେ ନାମିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ମନମୋହନ ସିଂ। ପରବର୍ତ୍ତୀ ପ୍ରଶ୍ନ ମାଳଦ୍ୱୀପ ତାର ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ କାହାକୁ ନିମନ୍ତ୍ରଣ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ନରେନ୍ଦ୍ର ମୋଦି। ପରବର୍ତ୍ତୀ ପ୍ରଶ୍ନ ସେଲ୍ ତାର ପ୍ରଥମ ଆନ୍ତର୍ଜାତୀୟ ପ୍ରତିନିଧି କାର୍ଯ୍ୟାଳୟ କେଉଁଠାରେ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ୟୁଏଇ। ପରବର୍ତ୍ତୀ ପ୍ରଶ୍ନ ମହିଳା ଟି-20 ଆନ୍ତର୍ଜାତୀୟରେ 100 ୱିକେଟ ନେବାରେ କିଏ ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ରାଧା ୟାଦବ। ପରବର୍ତ୍ତୀ ପ୍ରଶ୍ନ ଏସିଆ ରାଷ୍ଟ୍ରଗୁଡ଼ିକର 23ତମ ରାସାୟନିକ ଅସ୍ତ୍ର ନିଷେଧ ସଂଗଠନର ଆଞ୍ଚଳିକ ବୈଠକ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ନ୍ୟୁଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ ଆଫଗାନିସ୍ତାନର ତାଲିବାନ ସରକାରକୁ ସ୍ୱୀକୃତି ଦେଇଥିବା ପ୍ରଥମ କେଉଁ ଦେଶ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ରୁଷିଆ। ପରବର୍ତ୍ତୀ ପ୍ରଶ୍ନ 2025 ମସିହାର ବ୍ରିକ୍ସ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ବ୍ରାଜିଲ ରିଓ ଡେ ଜାନିୟରୋ। ପରବର୍ତ୍ତୀ ପ୍ରଶ୍ନ ଯୁକ୍ତରାଷ୍ଟ୍ରରେ ଦି ଆମେରିକା ପାର୍ଟି କିଏ ପ୍ରତିଷ୍ଠା କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଏଲନ ମସ୍କ। ପରବର୍ତ୍ତୀ ପ୍ରଶ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ପ୍ରତି କେଉଁ ସହରର ପ୍ରତୀକାତ୍ମକ ଚାବି ହସ୍ତାନ୍ତର କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ବୁଏନସ୍ ଏୟାର୍ସ। ପରବର୍ତ୍ତୀ ପ୍ରଶ୍ନ 2025 ଗ୍ରାଣ୍ଡ ଚେସ୍ ଟୁରରେ ସମ୍ପ୍ରତି କିଏ ରାଫିଡ୍ ଟାଇଟଲ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଗୁକେଶ ଦମାରାଜୁ। ପରବର୍ତ୍ତୀ ପ୍ରଶ୍ନ ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ କିଏ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଆସ୍ଥା ପୁନିଆ। ପରବର୍ତ୍ତୀ ପ୍ରଶ୍ନ ଆଇସିସିର ନୂତନ ସିଇଓ ଭାବରେ କାହାକୁ ସମ୍ପ୍ରତି ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ସଂଜୋଗ ଗୁପ୍ତା। ପରବର୍ତ୍ତୀ ପ୍ରଶ୍ନ ସମ୍ପ୍ରତି ଡକ୍ଟର ଜିତେନ୍ଦ୍ର ସିଂ କେଉଁ ସହରରେ ଫେନମ୍ ଇଣ୍ଡିଆ ନ୍ୟାସନାଲ ବାୟୋ ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ନ୍ୟୁଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ ନିକଟରେ ଏଲନ ମସ୍କ ଆମେରିକାରେ କେଉଁ ନାମରେ ଏକ ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଆମେରିକା ପାର୍ଟି। ପରବର୍ତ୍ତୀ ପ୍ରଶ୍ନ ଭାରତର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ତ୍ରିଭୁବନ ପାଇଁ କେଉଁ ରାଜ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଗୁଜରାଟ। ପରବର୍ତ୍ତୀ ପ୍ରଶ୍ନ ବୁକାପାଟନା ଚିଙ୍ଗାର ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି କର୍ଣ୍ଣାଟକ। ପରବର୍ତ୍ତୀ ପ୍ରଶ୍ନ କେଉଁ ପ୍ରତିଷ୍ଠାନ ଭାରତ ପ୍ରୟାସ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ବେଙ୍ଗାଲୁରୁ। ପରବର୍ତ୍ତୀ ପ୍ରଶ୍ନ ନିମ୍ନଲିଖିତ ଦେଶଗୁଡ଼ିକ ମଧ୍ୟରୁ କେଉଁଠି ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କରେ ଯୋଗଦାନ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ବୋଥ ଏ ଆଣ୍ଡ ବି କଲମ୍ବିଆ ଏବଂ ଉଜବେକିସ୍ତାନ। ପରବର୍ତ୍ତୀ ପ୍ରଶ୍ନ
କେଉଁ କମ୍ପାନୀ ଭାରତର ପ୍ରଥମ ଘରୋଇ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅନନ୍ତ ଟେକ୍ନୋଲୋଜି। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶ 2026 ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, ମାସ୍ରେକ୍ ବ୍ୟାଙ୍କ କେଉଁ ଦେଶର ପ୍ରଥମ ବ୍ୟାଙ୍କ ଭାବରେ ଗିଫ୍ଟ ସିଟିରେ ପ୍ରବେଶ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ୟୁଏଇ। ପରବର୍ତ୍ତୀ ପ୍ରଶ୍ନ, ଏନିମେସ୍ କୁଜୁର କେତେ ସମୟରେ 100 ମିଟର ଦୌଡ଼ ସମାପ୍ତ କରି ଏକ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 10.18 ସେକେଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ସମ୍ପ୍ରତି ହରଦୀପ ସିଂ ବ୍ରାରଙ୍କୁ BMW ଗ୍ରୁପ ଇଣ୍ଡିଆର କେଉଁ ପଦବୀରେ ନିଯୁକ୍ତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପ୍ରେସିଡେଣ୍ଟ ଆଣ୍ଡ ସିଇଓ। ପରବର୍ତ୍ତୀ ପ୍ରଶ୍ନ, ସମ୍ପ୍ରତି ଜାପାନ ତଟରକ୍ଷୀ ବାହିନୀ ଜାହାଜ ଉସ୍କୁସିମା କେଉଁ ଭାରତୀୟ ବନ୍ଦରରେ ପହଞ୍ଚିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଚେନ୍ନାଇ ପୋର୍ଟ। ପରବର୍ତ୍ତୀ ପ୍ରଶ୍ନ, ସୁକନ୍ୟା ସନୋୱାଲଙ୍କୁ ସମ୍ପ୍ରତି 2025 ଏବଂ 2027 କାର୍ଯ୍ୟକାଳ ପାଇଁ କେଉଁ ପଦବୀରେ ନିଯୁକ୍ତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କମନୱେଲ୍ଥ ୟୁଥ୍ ପିସ୍ ଆମ୍ବାସେଡର ଲିଡ୍। ପରବର୍ତ୍ତୀ ପ୍ରଶ୍ନ, ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଯାହା ସମ୍ପ୍ରତି ଖବରରେ ରହିଛି ତାହା କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଓଡ଼ିଶା। ପରବର୍ତ୍ତୀ ପ୍ରଶ୍ନ, ନୀରଜ ଚୋପ୍ରା ସମ୍ପ୍ରତି କେଉଁ ସହରରେ ନୀରଜ ଚୋପ୍ରା କ୍ଲାସିକ୍ 2025 ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବେଙ୍ଗାଲୁରୁ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜ୍ୟ ସରକାର ଆଦର୍ଶ ଗ୍ରାମୀଣ ଗ୍ରାମ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବୃନ୍ଦାବନ ଗ୍ରାମ ଯୋଜନା ଆରମ୍ଭ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମଧ୍ୟପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ସମ୍ପ୍ରତି ଖବରରେ ଦେଖାଯାଇଥିବା ସିନ୍ ନଦୀ କେଉଁ ଦେଶରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଫ୍ରାନ୍ସ। ପରବର୍ତ୍ତୀ ପ୍ରଶ୍ନ, ଜାତୀୟ ସଂଖ୍ୟାଲଘୁ କମିଶନ ଏନସିଏମ୍ କେଉଁ ମନ୍ତ୍ରଣାଳୟ ଅଧୀନରେ ଏକ ସାମ୍ବିଧାନିକ ସଂସ୍ଥା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମିନିଷ୍ଟ୍ରି ଅଫ୍ ମାଇନରିଟି ଆଫେୟର୍ସ। ପରବର୍ତ୍ତୀ ପ୍ରଶ୍ନ, ଏୟାରଲୋରା ହେଉଛି କେଉଁ ଦେଶ ଦ୍ୱାରା ବିକଶିତ ଏକ ଉନ୍ନତ ବାୟୁ ନିକ୍ଷେପିତ ବ୍ଲାଷ୍ଟିକ୍ କ୍ଷେପଣାସ୍ତ୍ର? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଇସ୍ରାଏଲ। ପରବର୍ତ୍ତୀ ପ୍ରଶ୍ନ, ଜାତୀୟ ବିଦେଶୀ ଛାତ୍ରବୃତ୍ତି ଯୋଜନା କେଉଁ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୁଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମିନିଷ୍ଟ୍ରି ଅଫ୍ ସୋସିଆଲ ଜଷ୍ଟିସ୍ ଆଣ୍ଡ ଏମ୍ପାୱାରମେଣ୍ଟ। ପରବର୍ତ୍ତୀ ପ୍ରଶ୍ନ, ସମ୍ପ୍ରତି ଖବରରେ ଦେଖାଯାଇଥିବା ପ୍ରାଚୀନ ସହର ପେନିକୋ କେଉଁ ଦେଶରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ପେରୁ। ପରବର୍ତ୍ତୀ ପ୍ରଶ୍ନ, ତିରୁଚେନ୍ଦୁର ସୁବ୍ରମଣ୍ୟମ ସ୍ୱାମୀ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ତାମିଲନାଡୁ। ପରବର୍ତ୍ତୀ ପ୍ରଶ୍ନ, ଜୁଲାଇ 2025 ରେ ଆପଲର ନୂଆ କୋ ଭାବେ କାହାକୁ ନିଯୁକ୍ତି ମିଳିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସବିର୍ ଖାନ। ପରବର୍ତ୍ତୀ ପ୍ରଶ୍ନ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଉତ୍ତର ପ୍ରଦେଶ ସହରରେ ଆର୍କିଟେକ୍ଟ ଇନୋଭେସନ ହବ୍ ଉଦ୍ଘାଟନ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମେରୁଟ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ଡିଭାଇନ୍ ସପର୍ଟ ଭିଜେଲ କେନ୍ଦ୍ରୀୟ ନୌସେନା କେଉଁ ନାମ ଦେଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଇଏନ୍ଏସ୍ ନିସ୍ତାର। ପରବର୍ତ୍ତୀ ପ୍ରଶ୍ନ, 2025 ମସିହାରେ କେଉଁ ଆଇପିଏଲ୍ ଟିମ୍ର ବ୍ରାଣ୍ଡ ମୂଲ୍ୟ ସବୁଠାରୁ ଅଧିକ ରହିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ। ପରବର୍ତ୍ତୀ ପ୍ରଶ୍ନ, ଆଇଏମ୍ଓ
କାଉନସିଲର 134ତମ କେଉଁ ସହରର ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଲଣ୍ଡନ।